ବର୍ତ୍ତମାନ ସମୟ ଏବେ ଯାଇଥିଲା 4:30 ପାଖାପାଖି। ସାଇକେଲ ଚକା ଯେହେତୁ ପମ୍ପଚର ହେଇଯାଇଥିଲା, ଘରେ ପମ୍ପ ଦେଇକି ବାହାରି ପଡ଼ିଲି। ସ୍ପିଡ଼ରେ ଚଲେଇ ଗଲି। ପମ୍ପ ସରିବା ଆଗରୁ ମୋତେ ସାଇକେଲ ଦୋକାନରେ ପହଞ୍ଚିବାର ଅଛି। ପମ୍ପ ବି ସରିଲାନି, ସାଇକେଲ ଦୋକାନରେ ଜଲ୍ଦି ଯାଇ ପହଞ୍ଚିଗଲି। ସାଇକେଲ ସଜାଡ଼ିବା ପରେ ମୁଁ ଯାଇକି ପହଞ୍ଚିଗଲି ମାର୍କେଟରେ। ଯେହେତୁ ସାବିତ୍ରୀ ଆସୁଛି, ବୋଉ ପାଇଁ କିଛି ସାବିତ୍ରୀ ସଜ ନେବା ପାଇଁ। ସିଏ ତ ମୋତେ କହିଥିଲା ଖାଲି ନାଲି ଶଙ୍ଖା ଆଣିବୁ, କିନ୍ତୁ ଏଠି ସ୍ତ୍ରୀ ଲୋକମାନେ ପାଣି ଚୁଡ଼ି ଦେଖୁଥିଲେ। ମୋତେ ବି ଇଚ୍ଛା ହେଲା ମୋ ବୋଉ ପାଇଁ ପାଣି ଚୁଡ଼ି ନେବାକୁ। ଏହି କାମ ଗୁଡ଼ାକ ଥିଲା ଆଗରୁ ନନାର। ଦୋକାନରୁ ସଉଦା ଆଣିବା ବା ପରିବା ହାଟରୁ ଆଣିବା। ସିଏ ଗଲା ପରେ ଏହି କାମ ଗୁଡ଼ାକ ସବୁ ମୋ ଉପରେ ପଡ଼ିଯାଇଛି। ପରିବା କିଣି ସାରିବା ପରେ ଦୋକାନକୁ ପଳାଇ ଆସିଲେ ଟିକେ ଶାଢ଼ୀ ପାଇଁ ଅସ୍ତ୍ର, ବ୍ଲାଉଜ୍ ପାଇଁ ଫଲ୍ସ। ସବୁବେଳେ ମୋ ପାଟିରେ ପଶିଯାଉଛି କି ଶାଢ଼ୀ ପାଇଁ ଅସ୍ତ୍ର, ବ୍ଲାଉଜ୍ ପାଇଁ ଫଲ୍ସ। ଆପଣମାନେ କ'ଣଟା ବୁଝିପାରୁଥିବେ। ମୋର ଯେହେତୁ ଶାଢ଼ୀ ବିଷୟରେ ଏତେ କିଛି ଜ୍ଞାନ ନାହିଁ, ଯେଉଁ ଲେଡ଼ିଜ୍ ମାନେ ମୋ ଭିଡ଼ିଓରେ ଦେଖୁଥିବେ ମୋତେ କମେଣ୍ଟରେ ନିଶ୍ଚୟ କହିବେ। ଚପଲ ଦୋକାନରେ ପହଞ୍ଚିକି ବୋଉର ଯେହେତୁ ଚପଲ ଛିଣ୍ଡି ଯାଇଥିଲା, ତା ପାଇଁ ଚପଲ ଫିତା ନେଇକି ପଳାଇ ଆସିଲି। ନୂଆ ଚପଲ ନେବାକୁ କହିଲା ବେଳକୁ କହିଲା ତୁ ଫିତା ନେଇ ଆସ, ତାକୁ ହିଁ ମୁଁ 5-6 ମାସ ଚଳେଇଦେବି। 4-5 ହଳ ଫିତା ନେଇଗଲି। ଆଉ ଆସୁ ଆସୁ ଏଠି ସନ୍ଧ୍ୟା ବି ହେଇଯାଇଥିଲା। ଘରକୁ ଜଲ୍ଦି ପଳାଇ ଆସିଲୁ। ଭଲ ଲାଗିଥିଲା। ଲାଇକ୍ କରିବାକୁ ଜମାରୁ ଭୁଲିବେନି।